ବେଶୀ ଖରାପ ଲାଗୁଛି ନା? ହଁ କିଛି ଦେଖାଯାଉନି। ଚାଲ ତାର ତଳୁ ଭିତରକୁ ଯିବାକୁ ପଡିବ ଏବେ। ହ୍ୟାଲୋ ଏସ୍ଟି ଫ୍ୟାମିଲି, ଜୟ ଜଗନ୍ନାଥ। ଆପଣ ତ ଜାଣିଛନ୍ତି ମୋ ଦେହ କେତେ ସିରିୟସ୍ ହେଇଯାଇଥିଲା, ଡାଇଜେସନ୍ ପ୍ରୋବ୍ଲେମ୍ ହେଇଯାଇଥିଲା, ବାନ୍ତି, ଜ୍ୱର, ଗୋଡ଼ରେ ଯୋଉ ଅବସ୍ଥା ହେଇଥିଲା, ଆଉ ମନ ବିଲକୁଲ ବି ଭଲ ଲାଗୁନଥିଲା। ଦେହ କଷ୍ଟ ସହ ମନ କଷ୍ଟ ବି ହେଉଥିଲା, କାହିଁକିନା ମୁଁ ଫିଜିଓଥେରାପି ବନ୍ଦ କରିବାକୁ ପଡ଼ିଥିଲା। ଡକ୍ଟର ପୁରା ଷ୍ଟ୍ରିକ୍ଟଲି ମନା କଲେ ଯେ ଏ ଟାଇମ୍ରେ ଫିଜିଓଥେରାପି ବିଲକୁଲ କରନା। 2 ସପ୍ତାହ ହେଲାଣି ଏତେ ଯେ କଷ୍ଟ ହେଉଥିଲା, ମୋ ବଡି ପୁରା ୱିକ୍ ଲାଗୁଛି ମୋତେ। ମାନେ ଶିର ଗଣ୍ଠି ହାଡ଼ ସବୁ ବିନ୍ଧା ହେଉଛି ପ୍ରବଳ ମାତ୍ରାରେ। ମୋତେ ଏମିତି ଫିଲ୍ ହେଲା ପୁରା ଏ ଦେହ ଖରାପରେ ଯେମିତି ଆଉ କେବେ ବି ମୁଁ ଫିଜିଓଥେରାପି କରିପାରିବିନି। ମୋ ପ୍ରାକ୍ଟିସ୍ ସବୁ କିଛି ବନ୍ଦ ହେଇଯିବ, ଦେହ ଠିକ୍ ହିଁ ହେବନି। ମାନେ ଏତେ ଯନ୍ତ୍ରଣା ହେଉଥିଲା ଯେ ମାନେ ବିଛଣାରୁ ଉଠି ହିଁ ପାରୁନଥିଲି। ମୋତେ ଲାଗିଲା ମୁଁ କେବେ ବି ଫିଜିଓଥେରାପି ଆଉ କରିପାରିବିନି ବୋଧେ। କିନ୍ତୁ ଆଉ ବନ୍ଦ କରିବାକୁ ଚାହୁଁନି ଫିଜିଓଥେରାପି। ଚାହୁଁଛି ପୁଣି ସେମିତି ଜିଦ୍ଦିରେ ଫିଜିଓଥେରାପି କରିବି, ଆଉ ପୁଣି ଛିଡ଼ା ହେବା ଶୀଘ୍ର ଶିଖିବି। ମାନେ ମୋତେ ପୁରା ଏନର୍ଜି ଦେଉଥିଲେ ଆପଣ ମାନେ ପ୍ରୋଟିନ୍ ପାଉଡର ଭଳି, ସେମିତି ପୁରା ଏନର୍ଜି ଦେବେ ମୋତେ। ଯେମିତି ପୁରା ଏକାଥରେ ହୃଷ୍ଟପୁଷ୍ଟ ହେଇଯିବ ଯେମିତି। ପାଖାପାଖି 2 ସପ୍ତାହ ବନ୍ଦ ହେଇଗଲାଣି ଫିଜିଓଥେରାପି। ଡକ୍ଟର ସେଥିପାଇଁ କହିଲେ କି ପୁଣି ଆଉ ଥରେ ଯେମିତି ପୁରା ବେସିକ୍ରୁ ଷ୍ଟାର୍ଟ କରାଯାଉଥିଲା ସେମିତି ପୁରା କରିବାକୁ। ପାଦ ମାଲିସରୁ, କାହିଁକିନା ଏବେ ବି ଆହୁରି ଗେଲିର ୱିକନେସ୍ ବିଲକୁଲ ବି ଯାଇନାହିଁ। ଏବେ ବି ଆହୁରି ବହୁତ ୱିକନେସ୍ ଅଛି। କ'ଣ ହେଇଥିଲା ଏ ପାଦ ସବୁ, ଯାହା ହଉ ଠାକୁରଙ୍କ ଦୟାରୁ ପାଦ ବହୁତ କମି ଯାଇଛି ଏବେ। ଚିପିଲା ବେଳକୁ ପୁରା ଜଳୁଛି, ମାନେ ତା ଭିତରେ ସେଟା ପୁଡୁଛି, ଜଳୁଛି ତା ଭିତରେ। ଲାଗୁଛି ଟପ ଟପ ଛୁଚିକି ପୋଡି ଯାଉଛି ତା ଭିତରେ। ଆଜି ଏଗୁଡ଼ା ବେଶୀ କରିହବନି। କାଲି ଶନିଦେବଙ୍କ ପୂଜା ଗଲା, ମାନେ ଘରେ ଗୋଟେ ଯେମିତି ମାନେ ଶୁଦ୍ଧ ଶାନ୍ତି ଟାଇପ ପୁରା ଫିଲ୍ ହଉଛି ଘରଟା। ହେଲା ପୁଣି ଗୋଟେ ପଜିଟିଭ ଫିଲିଙ୍ଗସ୍ ଗୋଟେ ପଜିଟିଭ ଫିଲିଙ୍ଗସ୍ ଯେମିତି ଘରେ ଭରି ହେଇଛି କାଲି ପୂଜା ପରଠୁ ଲାଗୁଛି। ମୁଣ୍ଡ କ'ଣ ହଉଛି ନା କ'ଣ? କରିବାନି, ଆସି ବସିଲା ବେଳକୁ ନାଇଁ ବୁଲେଇଲାଣି। ଠିଆ ହବନି, ହବା ଆଣ୍ଠୁ ଧକ ଧକ ହଉଛି। ଜୟ ଜଗନ୍ନାଥ। ମତେ ଖାଲି ଆଗକୁ ଝୁଙ୍କି ଦଉଛି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ହଁ ଟିକେ ରେଷ୍ଟ ନେ। ବେଶୀ ଖରାପ ଲାଗୁଛି ନା? ହଁ କିଛି ଦେଖାଯାଉନି। ଚାଲ ତାର ତଳକୁ ପଳେଇବା। ତଳକୁ ପଳେଇବା, ଚାଲ ତଳେ ଯାଇକି ଶୋଇବା। ଚାଲ ତଳକୁ ପଳେଇବା। ମତେ ଶକ୍ତି ଦରକାର, ଶକ୍ତି ଧୀରେ ଧୀରେ ଆସିବ ଗେଲା। ସେମିତି ଗୋଟେ ଦିନରେ ସବୁ ହୁଏନି ଗେଲା। ଗୁଗଲ ହେଇଗଲା, ଧୀରେ ଧୀରେ ଶକ୍ତି ଆସିବ। ଧୀରେ ଧୀରେ ବଢେଇବା, ଡାକ୍ତର କହିଛନ୍ତି ନା ଧୀରେ ଧୀରେ ବଢେଇବାକୁ। ହଁ ଚାଲ ପଳେଇବା। ଚାଲ ଯିବା। ଗେଲିକୁ ଏବେ ବହୁତ ଜୋରରେ ପୁରା ଥକା ଲାଗିଲା, ବହୁତ ୱିକ୍ ଲାଗିଲା, ଶୋଇଯାଇଛି ଟିକେ ଏମିତି। ଖରା ଟିକେ ଟିକେ ଅଛି, ସେଥିପାଇଁ ଟିକେ ଭଲ ଲାଗୁଛି। ଆଉ ଟିକେ ପରେ ସାଙ୍ଗେ ସାଙ୍ଗେ 5-10 ମିନିଟ୍ ଭିତରେ ଖରା ବି ପଳେଇବ। ଆଉ ଘର ଭିତରକୁ ଯିବାକୁ ପଡିବ ଏବେ। ପବନ ବି ଦେଲାଣି। ଗୁଗଲ ଶକ୍ତି ନାହିଁ ହାତ ଉଠେଇବାକୁ। ମତେ ପୁରା ଏନର୍ଜି ଭର୍ତ୍ତି କରିଦିଅ, ଏକାଥରେ ଉଠିବି, ଚାଲିବି, ଛିଡା ହେବି। ମୁଁ ଏନର୍ଜି ଦିଅ ମତେ ସମସ୍ତେ। ବଢିଆ ଲାଗୁଛି। ତୁ ଆହୁରି ଶୋଇ ପଡିବ ମୁଣ୍ଡରେ ହାତ ମାରିଲେ। ବାହାରେ ଯୋଉ ଖରା ଟା ପଳେଇଲା, ଘର ଭିତରକୁ ପୁରା ପଳେଇ ଆସିଲେ ଏବେ। ସେଥିପାଇଁ ଶୋଇଗଲି। ଫିଜିଓଥେରାପି କରିସାରିଲା ପରେ ସେଇଠି ସେମିତି ଶୋଇଗଲି। ବଡ ଜୋର ପୁରା ଦେହଟା ଥରୁଥିଲା। ଠିକ ସେଇ ଟାଇମରେ ଖରାଟା ବି ପଳେଇଲା। ଗୋଲାଟା ଆମର କିସ କରିମିଲ। ଦୁଃଖ ଅଛି।
ସତ କଥା ମୁଁ ହେଇଥିଲେ ମୁଁ ଏତେ କଷ୍ଟ ବିଲକୁଲ ବି ସହିପାରିନଥାନ୍ତି। ଏତେ କଷ୍ଟ ଗେଲି ଶୋଉଛି ଖାଲି। ନା ନା ଆମେ କଷ୍ଟ ସହୁନା ଲଗିଲା ଆମେ ଏବେ କଣ ହଉଛି କଣ କଷ୍ଟରୁ ଠାକୁର ବାହାରିଛ। ହଁ କଷ୍ଟରୁ ବାହାରିବା ବେଳେ ବି ବହୁତ ଯନ୍ତ୍ରଣା ହୁଏ। ପୁରା ଗୋଟେ କଣ୍ଟା ବାଡରେ ଫସିଯିବୁ ତୁ କଣ କରିବୁ ପୁରା ସଂଘର୍ଷ କରିବୁ ବାହାରିବୁ ନାହିଁ କି ସେଟା କଷ୍ଟ ପାଉ ସେଟା କଷ୍ଟରୁ ବାହାରିଲା ବେଳେ କଷ୍ଟ ଆମକୁ ବି ସେଇ କଷ୍ଟଟା ହଉଛି। କିଏ ଏତେ ବୁଦ୍ଧି ଦେଲା ତତେ? ଠାକୁର ମୁଁ ଜାଣିନି କିଏ ଦେଇଛନ୍ତି ଠାକୁର। ଯାହା ବି ବୁଝିଛୁ ଠିକ ବୁଝିଛୁ। ଶୀଘ୍ର ଭଲ ହେଇଯିବ। ସେମିତି ପୁରା ପଜିଟିଭ ର ପଜିଟିଭ ସବୁ କିଛି ପଜିଟିଭ ଭାବ ସେମିତି ସବୁ କିଛି ଦେଖିବ ଧୀରେ ଧୀରେ ସବୁ କିଛି ପଜିଟିଭ ହବ। ଫିଜିଓଥେରାପି କଷ୍ଟ ହେଲେ ବି ମତେ ପଜିଟିଭ ଫିଲ୍ ହଉଛି କିନ୍ତୁ ନ କରିପାରିଲେ ମୋ ମାଇଣ୍ଡ ନେଗେଟିଭ ହଉ ହେଇଯାଉଛି। ହଉ ଆମେ କଲେଣି ତ ଆଉ କଣ ଏଇ ଗରମ ଗୁଡାକ ସବୁ ପିଇ ପିଇକା ଗେଲିର ଜିଭ ସବୁ ପୁରା ପୋଡିଗଲା ପରେ ପୁରା କଳା ପଡିଯାଇଛି ପୁରା। ଦେଖିଛନ୍ତି ସମସ୍ତେ? ପୁରା ଏବେ ବି ଦେଖା ବି ହଉଛି ପୁରା ଚିହ୍ନ ସବୁ। ମୁଁ ଜାଣିଛି ମତେ ଛିଡା ହେଇପାରିଲିନି ଠିକ ସେ କିନ୍ତୁ କାଲିକି ମୁଁ ପୁରା ଶକ୍ତି ଲଗେଇକି ଛିଡା ହେବି। ଆଜି ପୁଣି ଆମେ ରାତିରେ ଠାକୁରଙ୍କ ନାଁ ଜପ କରିବୁ ବସିକି ସନ୍ଧ୍ୟା ହେଲେ ବୁଲିବୁ। ଆଉ କାଲି ଆମେ ଜପ କରିଥିଲୁ ଆପଣ ମାନଙ୍କୁ ଭିଡିଓରେ ଦେଖେଇ ପାରିନାହୁଁ ସେଇଟା। କାଲି ଆମେ 2 ଜଣ ମିଶିକି ଓଁ ଶନିଶ୍ଚରାୟ ନମଃ ଶନିଦେବଙ୍କର ଜପ 108 ଥର 2 ଜଣ ପୁଣି ମିଶିକି ଏକା ସନ୍ଧ୍ୟାରେ ସାଙ୍ଗରେ କରିଥିଲୁ। କରିଥିଲୁ ତ ଆଜି ତ ପୁଣି ବହୁତ ମାନେ ପଜିଟିଭ ଫିଲ୍ ହଉଥିଲା ବହୁତ ଭଲ ଲାଗିଲା। ଆପଣ ମାନଙ୍କର ହିଁ ସଜେସନ ବି ଥିଲା ଯେ ଶନିଦେବଙ୍କୁ ପୂଜା କରନ୍ତୁ ଶନି ମେଳା କରନ୍ତୁ ଘରେ। ତ ବହୁତ ଦିନରୁ ସେଟା ମାନସିକ ବି ଥିଲା ତ ପୂରଣ ବି ହେଇଗଲା ଆମର। ତ ଚାଲିଛି ଠାକୁର ଯାହା ତାପରେ କରିବେ। ସବୁ କିଛି ତ ଠାକୁରଙ୍କ ଉପରେ ଠାକୁରଙ୍କର କେବେ କଣ ଆମ ଉପରେ କୃପା ଦୃଷ୍ଟି ପଡିବ। କିନ୍ତୁ ଆମକୁ କାଲି ବହୁତ ମାନେ ବହୁତ ପଜିଟିଭ ଫିଲ୍ ହେଲା ବହୁତ ଭଲ ଲାଗିଲା ତାର ମାନେ ତାର ରେଜଲ୍ଟ ବି ଆଜି ଆପଣ ମାନେ ଦେଖିପାରିଲେ। ଗଲି ଆଜି ମାନେ ଗୋଟେ ପଜିଟିଭ ଇଣ୍ଟେଣ୍ଟ ଦେଖେଇଲା ଯେ ମାନେ ଠିଆ ହବା ପାଇଁ କରିବା ପାଇଁ ଅବଶ୍ୟ ବହୁତ ୱିକନେସ୍ ଅଛି ତ ସେଥିପାଇଁ ଆମେ ବେଶୀ କିଛି ଟ୍ରାଏ କଲୁନି। ନର୍ମାଲ ରହିଲୁ ତ ଏବେ ବି ଆମେ ଟିକେ ଖୁସି ବାସ ହଉଛୁ ବସିକି ଟିକେ ଖୁସି ବାସ ହବୁ। ତାପରେ ଟିକେ ସନ୍ଧ୍ୟା ହେଇଗଲେ ଠାକୁରଙ୍କୁ ପୁଣି ଡାକିବୁ ଆଜି। ଆମେ ଆଶା କରୁଛୁ ଆପଣ ମାନଙ୍କୁ ଆଜି ଭିଡିଓଟି ବହୁତ ଭଲ ଲାଗିଥିବ। ତ ଦେଖିକି ଖୁସି ଲାଗିଥିବ 15 ଦିନ ପରେ ଗଲି ପୁଣି ଆଉ ଥରେ ଆଜି ଠିଆ ହେଲା। ଖୁସି ଆପଣଙ୍କୁ ଦେଖି ଲାଗିବ ବହୁତ ନା। ନିଶ୍ଚିତ ଆପଣ ମାନଙ୍କୁ ଆମେ ଜାଣିଛୁ ଆପଣ ମାନଙ୍କୁ ବହୁତ ଖୁସି ଲାଗିଥିବ ଆଜି। ତ କମେଣ୍ଟ ରେ ଆହୁରି ଅଧିକ ପୁରା ପଜିଟିଭ ବାଲା କମେଣ୍ଟ ଦିଅନ୍ତୁ ଯେମିତି ଆମେ ଆଗକୁ ଆହୁରି ଏମିତି ବଢି ଚାଲୁ। ରହିଲୁ ଆଜି ଦେଖାହବ ନେକ୍ସଟ ଭିଡିଓରେ।